जा हो ओ ना डो हाँ गोटे आग्रह डाकिल जेज ना ओ आ ओ कभी ना कौन कभी हाँ कौन हाँ हाँ किन लगिला बे हाँ भल लगला नाई गोटे कथा कहर गोटे शैली अच्छी ना मोबाइल कौन देखुल पुराना वर्ष पलाऊँ पुराना स्मृति सब देखुल कि ना मैं देखुଥିଲି ଟିକେ ବସିକି ଆଉ ମୁଁ ଜାଣିଛି ତମେ ତ ରାମାୟଣ ଦେଖିବା ପାଟି କଣ ସବୁ ସେଇ କଥା ପାଚିଲିଆ ଲୋକ ତମେ ବୁଝିଲ ଆଉ ଛାଡ ଆଉ କଣ କୁହ କଣ ଆଉ କହିବା ପୁରୁଣା ବର୍ଷଟାରେ କଣ ବସିଛ କଣ ନୂଆ ବର୍ଷ କାଇଁ ପ୍ରିପାରେସନ କଣ କଲଣି ନା ନାଇଁ ନାଇଁ ସେଇଥିପାଇଁ ତ ବସିଛି ଆକ୍ଚୁଆଲି ଗୋଟେ ପୁରୁଣା ବର୍ଷ ଯାଉଛି ନୂଆ ବର୍ଷ ଆସୁଛି ତେଣୁ ସେଇ ଜିନିଷଟାକୁ କେମିତି ଆମେ ଆକୁ କେମିତି ଗୋଟେ ଖୁସିରେ ବିଦାୟ ଦେଇକି ତାକୁ ଖୁସିରେ ସ୍ୱାଗତ କରିବା ଆଉ କଣ ଯୋଜନା ପର୍ଯ୍ୟନ୍ତ ସୁଦ୍ଧା କିଛି ହେଇନି କଣ ଗୋଟେ ଯୋଜନା କରିବା ପାଇଁ ଟିକେ ଭୋଜିଭାତ ମାଲପାଣି ଟିକେ ହେଲେ ଭଲ ହୁଅନ୍ତା ବୋଲି ସେଇଥିପାଇଁ ମୁଁ ବସିକି ଭାବୁଛି ଆଉ ବୋଲେ ଭଲ ଯୋଜନା ବୋଲେ ମାଲ ପାଣି ଭୋଜିଭାତ ହେଲେ ମାଲପାଣି ନହେଲେ ଭାଗ ହବ କିଏ ବଟଲରେ ଲେଖା ହଉଛି ମଦ୍ୟପାନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଆଉ ତମେ ଜାଣୁଛ ବୟସ ଏତେ ହେଲାଣି ତମେ ଫେରେ ମଦ ପିଇବା କଥା କେମିତି କହୁଛ ନାଇଁ ନାଇଁ ଛାଡ ପୁରୁଣା ଜିନିଷ ଯାହା ଯେମିତି ପଳେଇଛି ଦୁଃଖ କଷ୍ଟ ସବୁ ଯାଉ ଆମେ ନୂଆ ବର୍ଷଟାକୁ କେମିତି ଭଲରେ ୱେଲକମ କରିବା ହଁ ସେଇଟା ତ ନିଶ୍ଚିତ ସେଇଟା ଚିନ୍ତା କରିବା କାରଣ ମୁଁ ଶୁଣୁଥିଲି ଯେ ନୂଆ ବର୍ଷରେ ଯାହା କରିବ ବର୍ଷ ଯାକ ତମେ ସେୟା କରିବ ମାନେ ଭଲ ଜିନିଷ ବାଇଆ କଥା କହୁଛ କଥା ବାଇଆ କଥା କହୁଛ ବାଇଆ କଥା ନୁହେଁ ନୂଆ ବର୍ଷ ବୋଲି ନୂଆ ବର୍ଷ ଆରମ୍ଭରୁ ତମେ ଯାହା କରୁଥିବ ବର୍ଷ ଶେଷ କରିବ ଲୋକ କହୁଛନ୍ତି ଲୋକ କହୁଛନ୍ତି ନା ତମକୁ ଲୋକ ମାନେ କଣ କହିଥାନ୍ତି ବୁଝିଲ ହେ ହଁ ଏବେ ମୋର ଗୋଟେ ସାଙ୍ଗ ଏବେ ବାହାହେଇଛି ଅଳ୍ପ ଦିନ ହେଲା ବାହାହେଇଛି ତାର ଚତୁର୍ଥୀ ପଡୁଛି 1 ତାରିଖରେ ସେ 1 ତାରିଖରେ ଚତୁର୍ଥୀ କରିବ ବୋଲେ କଣ ସେ ବର୍ଷ ସାରା ଚତୁର୍ଥୀ କରୁଥିବ ଖାଲି ନାଇଁ ସେମିତି ନାଇଁ ସେମାନେ ଏବେ ଧରିନିଅ ଗୋଟେ ଡକ୍ଟର ଗୋଟେ ସ୍ତ୍ରୀ ଲୋକଙ୍କୁ ଡେଲିଭରି ଡେଟ୍ ଦେଇଛନ୍ତି ତାଙ୍କର 1 ତାରିଖ ତାଙ୍କର 1 ତାରିଖରେ ଡେଲିଭରି ହବ ନୂଆ ବର୍ଷ 1 ତାରିଖରେ ଡେଲିଭରି ହବ ବୋଲେ ବର୍ଷ ସାରା ସେ କଣ ଡେଲିଭରି କରୁଥିବେ ମୋ କହିବା ମତଲବ କଣ ସେଇଆ କି ଯୋଉଟା ହବ ସେଇଟା କଣ ସେଇଟା କଣ ବାରମ୍ବାର ହେଇପାରିବ କି ମୁଁ କହିବା କଥା ଗୋଟେ ନୂଆ ବର୍ଷରେ ଗୋଟେ ଭଲ କାମ କରିବ ଯୋଉଟା କି ଆମକୁ ବର୍ଷ ଯାକ ଆମକୁ ପ୍ରୋତ୍ସାହନ ମିଳିବ ଆମକୁ ସତ୍ସାହସ ମିଳିବ ଗୋଟେ ଭଲ କାମ କଲି ବର୍ଷ ଯାକ କେମିତି ଭଲ କାମ ହଉ ବୋଲି ମୋର ଠାକୁରଙ୍କ ପାଖରେ ଏତିକି ନିବେଦନ ତ କରିପାରିବ ଆଉ କଣ ଏଇ କୁକୁର ବିଲେଇ ଏଇରାକ କଣ ଏଇଟା ଜନ୍ମ କରା ଏଇଟା ତ ତାଙ୍କ ହାତରେ ଲେଖା ହେଇଛି ଆଉ ଏଇଟା କଣ ହେଇପାରିବ କି ହଁ ସେଇଟା ଠିକ କଥା ଯେ ସେଇଟା ଠିକ କଥା ଗୋଟେ ଭଲ ଜିନିଷର ଅନୁକୂଳ କଲେ ବର୍ଷ ସାରା ଗୋଟେ ଭଲ ଭଳିଆ ଲାଗି ରହୁ ହଁ ମୁଁ କହିବା କଥା ସେଇଆ ହଉ ତାହେଲେ ଏବେ ଆମେ ଆମର ଦର୍ଶକଙ୍କ ପାଇଁ ଆମେ କଣ କହିବା ଦର୍ଶକ ମାନଙ୍କୁ ଆମେ କହିବା ଯେ ଆଡଭାନ୍ସ ହାପି ନ୍ୟୁ ଇୟର ଆପଣ ଏମିତି କାମ କରନ୍ତୁ ଯୋଉଟା କି ବର୍ଷ ଯାକ ଆପଣଙ୍କର ଜୀବନରେ ସୁଖ ସମୃଦ୍ଧ ନେଇ ଆସିବ ଆଉ ପୁରୁଣାରେ ଯାହା ସବୁ ଭୁଲ ଭାଲ ସବୁ ଯାହା ହେଇଛି ସବୁ ପରିମାର୍ଜିତ କରିଦବ ନୂଆ ବର୍ଷରେ ନୂଆ କାମ କଲେ ଭଲ ସମସ୍ତ ରାଗ ରୁଷା ଛାଡିକିରି ହଁ ବର୍ଷ ଆରମ୍ଭରୁ ଏମିତି କିଛି ଭଲ କାମ କରନ୍ତୁ ଯେମିତି କି ବର୍ଷ ସାରା ଗୋଟେ ଭଲ ବେଳା ଲାଗି ରହୁ ନା କଣ କହୁଛ ଦର୍ଶକ ମାନଙ୍କୁ ଅନୁରୋଧ କରିବା ଭଲ କାମ କର କିନ୍ତୁ ବର୍ଷ ଯାକ ଭଲରେ ସୁଖ ସମୃଦ୍ଧି ଭଗବାନ ଆପଣଙ୍କ ଉପରେ ଢାଳି ଦିଅନ୍ତୁ ଏବଂ ଆପଣ ମଧ୍ୟ ଆମ ମାନଙ୍କ ଉପରେ ଲାଇକ୍ ସବସ୍କ୍ରାଇବ କରି ସେୟାର କରି ଆମ ଉପରେ ସେମିତି ଢାଳି ଦିଅନ୍ତୁ ଯୋଉଟା କି ଆମେ ଆଗକୁ ବଢିପାରିବା ଲାଇକ୍ ସବସ୍କ୍ରାଇବ ସେୟାର ତମେ କରିବ ନା ତମେ ନ କରିବ କେମିତି ବଢିବ ସେଇଆ ହଉ ଆମେ ତ ଦର୍ଶକ ମାନଙ୍କୁ ସେଇଆ କହିଲେ ଭଲ କାମ କର କିନ୍ତୁ ମୁଁ ବି ତମକୁ ଗୋଟେ କହୁଛି କଥା ତମେ ବି ଗୋଟେ କାମ କର ତମର ଯେମିତି ଜୀବନ ମାନେ ଏଇ ବର୍ଷଟା ଯେମିତି ଭଲରେ କଟିବ କଣ ତମେ ମତେ ଏମିତି କହିବ ତମେ ସେ ପାଚିଲିଆ କଥାଟା କଣ କହିବନି ତମେ ସବୁବେଳେ ପାଚିଲିଆ କଥା ସବୁବେଳେ କଣ ପାଚିଲିଆ କଥା ମୁଁ ତମ ସ୍ୱାସ୍ଥ୍ୟ ତମ ଭଲ ପାଇଁ ମୁଁ କହୁଛି ବର୍ଷ ଆରମ୍ଭଟା ତମେ ଭଲ କାମଟା କର ଯେମିତି ବର୍ଷ ଯାକ ତମର ଭଲରେ ଯିବ ହଁ ନାଇଁ ସେମିତି ଭଲ କଥା ଅଛି ବୋଲି କୁହ ପାଚିଲିଆ କଥା କହିବ ତମେ ଜାଣିଛ ନାଇଁ ପାଚିଲିଆ ତାହେଲେ କୁହ ମୁଁ ତମକୁ କହୁଛି ଯେ ତମେ କାଲି ତ ନୂଆ ବର୍ଷଟା ନିଶ୍ଚିତ ବର୍ଷ ଆରମ୍ଭରୁ ଚଡି ଖଣ୍ଡେ ପିନ୍ଧ କଣ ତ ଏଇ ପାଚିଲିଆ କଥା ଆଉ ନାଇଁ ତମେ ପିନ୍ଧ ବର୍ଷ ଯାକ ତମେ ପିନ୍ଧିବ ଆଉ କୌଣସି ପ୍ରୋବ୍ଲେମ ତମର ହବନି
ବର୍ଷ ସାରା ପିନ୍ଧିଲେ ମୋର କୌଣସି ପ୍ରୋବ୍ଲେମ୍। ତମର ଏଇ ବାଛିଲିଆ କଥା କହୁଛ, ମୁଁ ତମ ଉପରେ ବିରକ୍ତ ହଉଛି। ଏଇଟା ବାଛିଲିଆ କଥା ବାଛିଆ ଲୋକ ଗୋଟେ